ସାବର ଶ୍ରୀକ୍ଷେତ୍ରର ସବରେଶ୍ୱର ମନ୍ଦିର ଆରମ୍ଭ ହୋଇଯାଇଛି। ପବିତ୍ର ମହାଶିବରାତ୍ରିର ଭକ୍ତମାନଙ୍କର ଦର୍ଶନ। ସାବର ଶ୍ରୀକ୍ଷେତ୍ରରେ ପବିତ୍ର ମହାଶିବରାତ୍ରିର ଦର୍ଶନ କରିବାର ସୌଭାଗ୍ୟ ଅନେକ ଅର୍ଜନ କରୁଛନ୍ତି। ଆଜି କେବଳ ସବରେଶ୍ୱରଙ୍କର ମନ୍ଦିର ନୁହେଁ, ଏହି ପାର୍ଶ୍ୱରେ ରହିଛି ବିଭିନ୍ନ ଅଞ୍ଚଳର ଶିବ ମନ୍ଦିରର ସ୍ପର୍ଶ। ଏଇଠି ଆପଣମାନେ ଦେଖିପାରୁଛନ୍ତି ଅମରନାଥଙ୍କର ମନ୍ଦିରର ସେଇ କୃତି। କେଦାରନାଥର ଶିବଙ୍କୁ ଆପଣ ଦର୍ଶନ କରୁଛନ୍ତି। ସୁଦୂର ନେପାଳର ପଶୁପତିନାଥଙ୍କୁ ମଧ୍ୟ ଏହି ସାବର ଶ୍ରୀକ୍ଷେତ୍ରରେ ଦର୍ଶନ କରିବାର ସୌଭାଗ୍ୟ ଆପଣ ପାଉଛନ୍ତି। ଇଏ ହେଉଛନ୍ତି ହରିୟାଣାର କୁରୁକ୍ଷେତ୍ର ନିକଟରେ ପୃଥିବୀ ଈଶ୍ୱର, ତାଙ୍କୁ ମଧ୍ୟ ଦର୍ଶନ କରିବା ଆମେ। ଉତ୍ତରପ୍ରଦେଶର ଗୋମତୀ ନଦୀ ତୀରରେ ଅବସ୍ଥିତ ଭୂତନାଥ, ସେହି ଭୂତନାଥଙ୍କୁ ସାବର ଶ୍ରୀକ୍ଷେତ୍ରରେ ଆପଣ ଦର୍ଶନ କରିପାରୁଛନ୍ତି। ଗଙ୍ଗା ଯମୁନା ସରସ୍ୱତୀର ସଙ୍ଗମସ୍ଥଳୀ ତୀର୍ଥସ୍ଥଳୀ ପ୍ରୟାଗ ସଙ୍ଗମ ଠାରୁ କିଛି ଦୂରରେ ଅକ୍ଷୟବଟ, ଏହି ନିକଟରେ ପ୍ରୟାଗ ରାଜେଶ୍ୱର ଶିବଙ୍କର ମନ୍ଦିର ରହିଛି, ଯାହାଙ୍କର ଏଠାରେ ଦର୍ଶନ କରୁଛେ ଆମେ ସାବର ଶ୍ରୀକ୍ଷେତ୍ରର ଏହି ପବିତ୍ର ଭୂମିରେ। ପବିତ୍ର କାଶୀ ବିଶ୍ୱନାଥଙ୍କୁ ମଧ୍ୟ ସାବର ଶ୍ରୀକ୍ଷେତ୍ର କୋରାପୁଟରେ ରହି ଆପଣମାନେ ଦର୍ଶନ କରିପାରୁଛନ୍ତି, ସେହି ପବିତ୍ର ଭୂମିର ସ୍ପର୍ଶ କରିପାରୁଛନ୍ତି। ବିଶ୍ୱ ପ୍ରସିଦ୍ଧ ରାମେଶ୍ୱର ମନ୍ଦିରର ଦର୍ଶନ ସାବର ଶ୍ରୀକ୍ଷେତ୍ର କୋରାପୁଟର ଏହି ପବିତ୍ର ଭୂମିରେ ଆପଣମାନେ ପାଇପାରୁଛନ୍ତି। ଦେଖନ୍ତୁ, ଏଠାରେ ରାମେଶ୍ୱର ମନ୍ଦିରର ଅନୁଭୂତି, ତାହାର ସ୍ପର୍ଶ, ତାହାର ଆନନ୍ଦକୁ ସାଉଁଟି ନେବା ପାଇଁ ଭକ୍ତଙ୍କର ମଧ୍ୟ ଆଗମନ ଘଟୁଛି ସାବର ଶ୍ରୀକ୍ଷେତ୍ର କୋରାପୁଟରେ। ଗୁଜରାଟର ପୁରାଣ ପ୍ରସିଦ୍ଧ ସୋମନାଥ ମନ୍ଦିର, ଏହି ସୋମନାଥ ମନ୍ଦିରର ଦର୍ଶନ ମଧ୍ୟ ସାବର ଶ୍ରୀକ୍ଷେତ୍ର କୋରାପୁଟରେ ପବିତ୍ର ପ୍ରାଙ୍ଗଣରେ ଆପଣମାନେ ଲଭିପାରୁଛନ୍ତି, ଅନୁଭବ କରିପାରୁଛନ୍ତି, ସମର୍ପିତ ହୋଇପାରୁଛନ୍ତି। ମଧ୍ୟପ୍ରଦେଶର ଉଜ୍ଜୟିନୀ ନଗରୀର ଅନ୍ୟ ନାମ ଅବନ୍ତିକା, ଏଠାରେ ମହାକାଳେଶ୍ୱର ଲିଙ୍ଗ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ, ତାହାର ଦର୍ଶନର ସୌଭାଗ୍ୟ ମଧ୍ୟ ଏହି ସାବର ଶ୍ରୀକ୍ଷେତ୍ର କୋରାପୁଟର ପବିତ୍ର ପ୍ରାଙ୍ଗଣରେ ପାଇପାରୁଛନ୍ତି। ଆନ୍ଧ୍ରପ୍ରଦେଶର ମୁଖଲିଙ୍ଗମ୍ ଠାରେ ଭଗବାନ ଶିବଙ୍କର ବିଶାଳକାୟ ପ୍ରାଚୀନ ମନ୍ଦିର ଅଛି। ଏହି ମନ୍ଦିରର ପୂଜା ପାଉଥିବା ମୁଖଲିଙ୍ଗମ୍ ନାମରେ ସେହି ଶିବଙ୍କୁ ଦର୍ଶନ, ଶଙ୍କରଙ୍କୁ ଦର୍ଶନ ଏଠାରେ ଲଭିପାରୁଛନ୍ତି ଆପଣମାନେ। ତେବେ ଭକ୍ତଗଣ, ଆଜି ଥିଲା ସାବର ଶ୍ରୀକ୍ଷେତ୍ର କୋରାପୁଟର ଏହି ଶିବମୟ ପରିବେଶ ମଧ୍ୟରେ ଆପଣମାନଙ୍କ ସହିତ ପରିକ୍ରମା। ଯେତେବେଳେ ସାବର ଶ୍ରୀକ୍ଷେତ୍ରର ଏହି ଶିବ ମନ୍ଦିରକୁ ଆସୁଛନ୍ତି, ନିଶ୍ଚିତ ଭାବରେ ଏହି ସମସ୍ତ ଶିବଲିଙ୍ଗକୁ ଦର୍ଶନ କରନ୍ତୁ। ସାରା ଭାରତକୁ ଅନୁଭବ କରିବା ପାଇଁ ଏହା ଏକ ପ୍ରକୃଷ୍ଟ କ୍ଷେତ୍ର। ସାବର ଶ୍ରୀକ୍ଷେତ୍ର କୋରାପୁଟରେ ପୂଜା ପାଉଛନ୍ତି ମହାଦେବ। ବିଭିନ୍ନ ନାମରେ ତାଙ୍କୁ ନାମିତ କରୁଥିଲେ ମଧ୍ୟ ସେ ହେଉଛନ୍ତି ସେଇ ମହାଦେବ, ଯାହାଙ୍କୁ ଆପଣ ନିଜ ମଧ୍ୟରେ ଆବିଷ୍କାର କରିପାରିବେ, ନିଜ ଭିତରେ ଅନୁଭବ କରିପାରିବେ, ଯାହାଫଳରେ କି ସମର୍ପିତ ହୋଇ ସମଗ୍ର ଆସନ୍ତା ବର୍ଷଟି ଯାକ ସେହି ଶିବମୟ ହୋଇ ଉଠିବେ। ଓମ୍ ନମଃ ଶିବାୟ।